ମୂର୍ତ୍ତିଟା ଦେଖୁଛନ୍ତି ଟୋଟାଲ ବଜେଟ ପୂଜା ରହୁଛି 3 ଲକ୍ଷ ଟଙ୍କା। ସେଥିରୁ ସାର୍ ମୁଁ ଦେଇଛି 2,90,000। ଆଉ ବାକି 10,000 ଛୁଆ ଯେମିତି ଦବା କଥା, ନହେଲେ ଛୁଆ କାମ କରିବେନି ନା, ତାଙ୍କୁ ଦେଇଦେଲି ଆଉ। ନହେଲେ ମୁଁ 3 ଲକ୍ଷ ଲୋକ ଦବା। ଆଉ ଯୋଉ ମୂର୍ତ୍ତିଟା ଦେଖୁଛନ୍ତି ରଙ୍ଗଟା ସାର୍ ମୁଁ ବସିକିନା କରିବି। କେମିତି ଲାଗୁଛି ରଙ୍ଗଟା? ଭଲ ଅଛି। ଅଳଙ୍କାର ଦେଖୁଥିବେ ସେଗୁଡ଼ା ମାଟିରେ ଆପଣ ଦେଖାଉଥିବ। ଆପଣ ଚଷମାଟା କାଢନ୍ତୁ ଦେଖାଯିବ। ମୁଁ ବସିକି ସାର୍ କରେଇଛି, ପିନ୍ଧେଇଛି ନିଜେ। କେମିତି ଲାଗୁଛି ସାର୍ କୁହନ୍ତୁ? ଆଉ ଯୋଉ ଡେକୋରେସନ ଦେଖୁଥିବେ ଛୁଆ ଗୁଡ଼ା କଣ 10,000 ଟଙ୍କା କଣ ଡେକୋରେସନ କରୁଛନ୍ତି। ମୂର୍ତ୍ତି ସାର୍ ମୁଁ ସବୁ କରିଛି। ଏଇ ନା ସାର୍ ସବୁ ମୁଁ କରିଛି। ବଣದಲ್ಲಿ ସବୁ ଏଥିରେ ପୁରା କେମିତି ଲାଗିଲା ପୂଜାଟା? ଭଲ ଅଛି। ଆପଣ ଯେହେତୁ ଏତେ ଟଙ୍କା କଟକରେ ମାର୍କେଟ ନବ ଆମ ଗଣେଶ। ଏକେଲା ମୁଁ ଦେଇଛି ସାର୍। ଯୋଉ ପୂଜା ଆମର ହଉଛି ଆପଣ ଦେଖିଥିବେ ରିପୋର୍ଟର 4ଟା ଆସି ଫଟୋ ଉଠେଇକି ଯାଇଛନ୍ତି। ଆପଣ ଯଦି କହିବେ ଆପଣ କମ୍ପାନୀ ନାଁଟା ସ୍ପନ୍ସର କରିଦେବି ଆଉ। ଖର୍ଚ୍ଚ କଣ 1.5 ଲକ୍ଷ ଖଣ୍ଡେ ଦେଇଥିଲେ ଭଲ ହେଇଥାନ୍ତା। ନବ କୋଉଦିନ ମିଳିବ? ନେଇଯିବ ଆଉ। ସେ ଯୋଉଥିରେ କହିବ, କ୍ୟାସ୍ କହିଲେ କ୍ୟାସ୍, ଚେକ୍ ଯାହା କହିବ। ଥ୍ୟାଙ୍କ ୟୁ। ବଳିଲା ତାକୁ ଜରିରେ ପୁରେଇକି ଦେଇଦବା ହେଲା। କଥା ସେ ଯୋଉ ସେ ପିଲାଟା ତ ସେ ପିଲା କଥା କହୁଛନ୍ତି କଣ ଖର୍ଚ୍ଚ କରୁଛନ୍ତି, କଣ ପିଲାଟା କରୁଛନ୍ତି ଭଲ କରୁଛନ୍ତି। ହଁ ସେ 2 ଲକ୍ଷ କରୁଛନ୍ତି। 2 ଲକ୍ଷ କେତେ ଟଙ୍କା? 2 ଲକ୍ଷ ସମଥିଙ୍ଗ କଣ କରୁଛନ୍ତି। 90 2,90,000 ନା କଣ ଏମିତି ଟିକେ ଲକ୍ଷ 90 ଟିକେ ଆମେ ମାନେ ମତେ ବଜେଟ ବାହାରେ ମୁଁ ଟିକେ ଦେଇଦିଏ। ମତେ ବଜେଟ ବାହାରେ ମୁଁ ଟିକେ ଦେଇଦିଏ। ଓହୋ ଏତେ ଲେଟ୍ ହେଲାଣି, କ୍ୟାବ୍ ଟା କଣ ଆସୁନି? ତାହେଲେ ବିକି ମାଗିଦେବି ଆଉ। ମତେ ଡ୍ରପ୍ କରିଦେବ ବୋଧେ ସେଇଠି ଥିଲେ ନା କୋଉଠି ଏଇପଟେ କୋଉଠି। ହଁ ଗାଡି ଟିକେ ଖରାପ ହେଇଗଲା ତ, ବହୁତ ଲେଟ୍ ହେଇଗଲାଣି। ଆପଣ ଡ୍ରପ୍ କରିଦେବେ ମତେ? ସାର୍ ଡ୍ରପ୍ ସାର୍ ଡ୍ରପ୍ କଣ କରିବି? ଯଦି ଡ୍ରପ୍ କରିଦେବେ ଆପଣ ସେଠି ଚେକ୍ ଟା ବି ଦେଇଦେବେ। ଆଉ ଭାଇ ମୁଁ ଟିକେ ଯାଉଛି ଡ୍ରପ୍। ଚେକ୍ କୋଉ ଚେକ୍ କହିଲେ? ସ୍ପନ୍ସରସିପ୍ ଏବେ ମୋର ସ୍ପନ୍ସରସିପ୍ ମାନେ କୋଉ କମ୍ପାନୀ ସ୍ପନ୍ସରସିପ୍ ତାକୁ ଦେଇଥାନ୍ତି ଚେକ୍। ମାନେ ଏଇ ଯୋଉ ମୂର୍ତ୍ତି ପାଇଁ? ମାନେ 1.5 ଲକ୍ଷ ଦେଇଥିଲି କହିଥିଲି ନା, ହାଫ୍ ପେମେଣ୍ଟ କରିଛନ୍ତି। ତମର 3 ଲକ୍ଷ ବଜେଟ୍ ହେଇଛି, ତମକୁ 1.5 ଲକ୍ଷ ଟଙ୍କା ଦେଇଥାନ୍ତି ତମକୁ। ସାର୍ ମାନେ ଆମକୁ ବି ଚୂନ ଲଗେଇ ଦେଇଛନ୍ତି, ଆପଣ ବି ଚୂନ ଲଗେଇ ଦିଅନ୍ତି। ଆପଣ କଣ ଭାବୁଛନ୍ତି ଏତିକିରେ ଆମ କାର୍ଯ୍ୟକ୍ରମ ସରିଗଲା? ନା ନା ନା, ୱେଟିଂ ପାର୍ଟ 2 ପାଇଁ ୱେଟିଂ।